प्रभु जीशुख्रीष्टଙ୍କ मधुर नामରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ଶୁଣିବା ପାଇଁ ଆଜି ମଧ୍ୟ ପ୍ରଭୁଙ୍କର ଆତ୍ମାଙ୍କ ଚାଳନାରେ ଚାଲିବା ପାଇଁ ଆପଣମାନଙ୍କୁ ଆହ୍ୱାନ କରୁଅଛି। ଆସନ୍ତୁ ବର୍ତ୍ତମାନ ମୋ ସହିତ ଆପଣମାନେ ଖୋଲନ୍ତୁ କଲୋସ୍ୟ ପୁସ୍ତକ 1 ପର୍ବ ତାର 10 ପଦରୁ ଆମେ କିଛି ଅଂଶ ପାଠ କରିବା। କଲୋସ୍ୟ ପୁସ୍ତକ 1 ପର୍ବ ତାର 10 ପଦରୁ ଆମେମାନେ କିଛି ଅଂଶ ପାଠ କରିବା। ସମସ୍ତ ଆତ୍ମିକ ଦାନ ଓ ବୁଦ୍ଧିରେ ପ୍ରଭୁଙ୍କ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ। ପୁଣି ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମମାନଙ୍କୁ ଯଜ୍ଞ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ତାହାଙ୍କଠାରେ ଆମେମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତକାରୀ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ପ୍ରଭୁ ଆମକୁ ଦୟାକରି ଅନୁଗ୍ରହ କରି ତୁମ ପବିତ୍ର ଆତ୍ମା ଶକ୍ତିରେ ପ୍ରଭୁ ଆମକୁ କରି ନିଅ ବୋଲି ଆଜିର ବାକ୍ୟ ଯେ ପ୍ରକାର ପ୍ରଭୁ ଆମେ ସମସ୍ତେ ବୁଝିପାରିବୁ, ସେଥିପାଇଁ ପ୍ରଭୁ ତୁମେ ହିଁ ଚାଳକ ପାଳକ ହୋଇ, ତୁମେ ହିଁ ବକ୍ତା ହୋଇ, ପ୍ରଭୁ ତୁମେ ହିଁ ଆମମାନଙ୍କର ପରିଚାରକ ହୋଇ ଆମମାନଙ୍କର ତୁମର ସେ ପବିତ୍ର ରୋଟିକୁ ପ୍ରଭୁ ଖଣ୍ଡ ଖଣ୍ଡ କରି ପରମେଶ୍ୱର ପରିବେଷଣ କର ବୋଲି ପ୍ରାର୍ଥନା କରୁଛି। ତୁମ ଆତ୍ମାଙ୍କ ଚାଳନାରେ ପ୍ରଭୁ ଆମେ ସମସ୍ତଙ୍କୁ କରି ନିଅ ବୋଲି ମୁଁ ଆଉ ଆମେ ସମସ୍ତେ ତୁମର ବାକ୍ୟ ଶୁଣିବୁ ଏବଂ ଜାଗରତମୟ ଜୀବନଯାପନ କରିବୁ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ମୋ ପ୍ରିୟ ଭାଇମାନେ, ଆଉ ବର୍ତ୍ତମାନ ପ୍ରଭୁଙ୍କ ବାକ୍ୟ ଆଡ଼କୁ ଯିବା। ଏ ଜାଗାରେ ଲେଖା ହେଇଛି ଆମେମାନେ କେଉଁ ପ୍ରକାର ଆତ୍ମିକ ଜୀବନରେ ଚାଲୁଅଛୁ। ଆମମାନଙ୍କର ମାଣ୍ଡଳିକ ଜୀବନ, ଆତ୍ମିକ ଜୀବନ, ଆମମାନଙ୍କର ସାମାଜିକ ଜୀବନରେ ଆମେମାନେ କ'ଣ ପ୍ରକାଶ କରୁଅଛୁ, ସେ ବିଷୟରେ ଆମେମାନେ ଚିନ୍ତା କରିବାକୁ ପଡ଼ିବ। ଲୁକଲିଖିତ ସୁସମାଚାର 17 ପର୍ବ ତାର 14 ପଦରୁ ଆମେମାନେ ପଢ଼ିବା। ପୁଣି ସେ ସେମାନଙ୍କୁ ଦେଖି କହିଲେ, ତୁମେମାନେ ଯାଇ ଆପଣା ଆପଣା ଯାଜକମାନଙ୍କୁ ଦେଖାଅ। ଆଉ ସେମାନେ ଯାଉ ଯାଉ ସୂଚୀ ହେଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଆପଣାକୁ ସୁସ୍ଥ ହୋଇଥିବାର ଦେଖି ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ବାଉଡ଼ି ଆସି ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା। ସେ ଜଣେ ସମୀରଣୀୟ ଲୋକ। ସେଥିରେ ଯୀଶୁ ଉତ୍ତର ଦେଲେ, 10 ଜଣ କ'ଣ ସୂଚୀ ହେଲେ ନାହିଁ? ତେବେ ଆଉ 9 ଜଣ କାହାନ୍ତି? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ବିଜାତି ଲୋକଟି ଛଡ଼ା କ'ଣ ଆଉ କେହି ବାଉଡ଼ି ଆସିନାହିଁ? ପୁଣି ସେ ତାହାକୁ କହିଲେ, ଉଠି ପ୍ରସ୍ଥାନ କର, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ହାଲେଲୁୟା। ଏ ଜାଗାରେ ଆମେମାନେ ଧନ୍ୟବାଦ ଦେବା ବିଷୟରେ, ପରମେଶ୍ୱରଙ୍କୁ ଗୌରବ ଦେବା ବିଷୟରେ ଆମେ ଆଲୋଚନା କରିବା। ଆମେମାନେ ଯଦି ଆତ୍ମିକ ଜ୍ଞାନରେ, ଆତ୍ମିକ ଫଳରେ ଆମେ ଫଳବାନ ଯଦି ହେଇଅଛୁ, ତାହେଲେ ଆମେମାନେ ପରମେଶ୍ୱରଙ୍କର ଯଜ୍ଞ ଆଚରଣ କରିବାକୁ ପଡ଼ିବ। ଜାଗ୍ରତ ଶୁଣନ୍ତୁ। ଏ ଜାଗାରେ 10 ଜଣ କୁଷ୍ଠରୋଗ ଲୋକମାନେ, କୁଷ୍ଠରୋଗ ସେ ସମୟରେ 2000 ବର୍ଷ ତଳେ, ଆଉ କୁଷ୍ଠରୋଗ ହେଉଛି ବଡ଼ ମାରାତ୍ମକ ରୋଗ, ବଡ଼ ରୋଗ ସେଟା। ହାଲେଲୁୟା। ସେ ରୋଗକୁ କୌଣସି ଔଷଧ ନଥିଲା। ସେ ରୋଗକୁ ଯାଜକମାନେ ଚିହ୍ନଟ କରୁଥିଲେ। ଯାଜକମାନେ ସେ ରୋଗ ଥିବା ଲୋକମାନଙ୍କୁ ସମାଜରୁ ତଡ଼ି ଦେଉଥିଲେ, ଆଉ ସମାଜ ସେମାନଙ୍କୁ ଗ୍ରହଣ କରୁନଥିଲା। ସେମାନେ ଗ୍ରାମ ବାହାରେ ରହୁଥିଲେ। ହାଲେଲୁୟା।
ସେମାନେ କୋଉଠି ରହୁଥିଲେ? ଗ୍ରାମ ବାହାରେ ସେମାନେ ରହୁଥିଲେ। ସେମାନେ ଗ୍ରାମ ବାହାରେ ରହୁଥିଲେ। ସେମାନଙ୍କୁ କେହି ମଧ୍ୟ ଆଦର କରୁ ନଥିଲେ। ହାଲେଲୁୟା। ହେଲେ ଏମିତିକାର ଗୋଟେ ଦିନରେ ସେମାନଙ୍କୁ ପରମେଶ୍ୱରଙ୍କର ଅନୁଗ୍ରହ ହେଲା ଯେ 17 ପଦରେ ଲେଖା ହେଇଛି, ସେ ଜେରୁସାଲେମକୁ ଯାତ୍ରା କରିବା ସମୟରେ ସମୀରଣ ଓ ଗାଲିଲି ମଧ୍ୟ ଦେଇ ଗମନ କରୁଥିଲେ। ଆଉ ସେ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ 10 ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ କଲେ। ହାଲେଲୁୟା। ସେ ସମୀରଣ ଓ ଗାଲିଲି ମଧ୍ୟ ଦେଇକି ଯାଉଥିବା ସମୟରେ କୌଣସି ଗୋଟେ ଗ୍ରାମ ପଡ଼ିଲା। ସେ ଗ୍ରାମରେ ଆଉ 10 ଜଣ କୁଷ୍ଠୀ ରୋଗ ଲୋକମାନେ ଗ୍ରାମ ବାହାରେ ସେମାନେ ଥିଲେ। ପଥ ପାଖରେ ବା ବାଟ ପାଖରେ ଥିଲେ। ହାଲେଲୁୟା। ହେଲେ ସେମାନେ ବହୁ ଦୁଃଖରେ ଆଉ ବହୁ ସମସ୍ୟାରେ ରୋଗରେ ପୀଡ଼ିତ ହୋଇ ସେମାନେ ବହୁ ଅନ୍ଧକାରରେ ଆଚ୍ଛନ୍ନ ହୋଇକରି ସେମାନେ ଅଛନ୍ତି। ସେମାନଙ୍କୁ କୌଣସି ଆଲୋକ ନାହିଁ, ସେମାନଙ୍କୁ କୌଣସି ସୁସ୍ଥତା ନାହିଁ, ସେମାନଙ୍କୁ କୌଣସି ପ୍ରୋଟେକ୍ସନ୍ କିଛି ନାହିଁ, ସୁରକ୍ଷା ବୋଲବା ଜିନିଷ ସେମାନଙ୍କ ଜୀବନରେ ନାହିଁ। ହେଲେ ଏହି ପ୍ରକାର ସମୟରେ ପ୍ରଭୁ ଯୀଶୁ ସେହି ବାଟ ଦେଇକି ଯାଉଥିଲେ। ହାଲେଲୁୟା। ସେତେବେଳେ ସେ 10 ଜଣ କୁଷ୍ଠରୋଗ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଭେଟିଲେ। ସେମାନେ ଦୂରରେ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, ହେ ଯୀଶୁ ଗୁରୁ, ଆମମାନଙ୍କୁ ଦୟା କରନ୍ତୁ। ହାଲେଲୁୟା। ସେମାନେ ହେ ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ ବୋଲି କହିବାରୁ ପୁଣି ସେ ସେମାନଙ୍କୁ ଦେଖି କହିଲେ, ତୁମେମାନେ ଯାଇ ଆପଣା ଯାଜକମାନଙ୍କୁ ଦେଖାଅ। ହାଲେଲୁୟା। ପ୍ରଭୁ କ'ଣ କହିଲେ? ତୁମେମାନେ ଯାଇକି ତୁମର ଯେଉଁ ଯାଜକମାନେ ତୁମକୁ ଚିହ୍ନଟ କରୁଥିଲେ ବଡ଼ ରୋଗ କୁଷ୍ଠ ରୋଗ ଅଛି ବୋଲି, ସେମାନଙ୍କୁ ଯାଇ ଦେଖାଅ ବୋଲି କହିଲେ। ହାଲେଲୁୟା। ଆଉ ସେମାନେ ଯାଉ ଯାଉ ସୂଚି ହେଇଗଲେ। ସେମାନେ ଗ୍ରାମ ଭିତରେ ପ୍ରବେଶ କରୁ କରୁ ସେମାନେ କ'ଣ ହେଇଗଲେ? ସୂଚି ହେଇଗଲେ। ସୂଚି ହେଇଗଲା ପରେ ଆଉ ସେଠି କ'ଣ ହେଇଛି ବୋଲି କହିଲେ, ସେମାନେ ଯେତେବେଳେ ରୋଗରୁ ସୁସ୍ଥ ହେଇଗଲେ ସେତେବେଳେ ସେମାନେ ଜାଣିଲେ ଯେ ଆମେ ରୋଗରୁ ସୁସ୍ଥ ହେଇଗଲୁ। ସେମାନେ ଗ୍ରାମ ଭିତରେ ପ୍ରବେଶ କଲେ, ଯାଜକମାନଙ୍କୁ ଦେଖେଇଲେ, ସେମାନଙ୍କ ଘରକୁ ପଳେଇଲେ। କିନ୍ତୁ ଗୋଟିଏ ବିଜାତି ଲୋକ, ସେ ସମରୀଣୀୟ ଲୋକ, ହାଲେଲୁୟା, ସେ ସମରୀଣୀୟ ଲୋକ, ସେ ଜଣେ ବିଜାତି ଲୋକ, ସେ ନିଜକୁ ସୁସ୍ଥ ହେଉଛି ବୋଲି ମନେ କରି ସେ ଜ୍ଞାତ ହେଲା ପରେ ଜାଣିଲା ଆଉଡ଼ି ଆସିଲା। ହାଲେଲୁୟା। ଈଶ୍ୱରଙ୍କ ମହିମା କୀର୍ତ୍ତନ କଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧନ୍ୟବାଦ କଲା। ସେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଚରଣାଗତ ହେବା ନିମନ୍ତେ ବାହୁଡ଼ି ଆସିଲା। ବାହୁଡ଼ି ଆସିକି ପଛକୁ ଆସିକିରି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ'ଣ କଲା? ତାଙ୍କ ଚରଣ ତଳେ ପଡ଼ି ଆଉ ଯୀଶୁଖ୍ରୀଷ୍ଟଙ୍କ ଚରଣ ତଳେ ପଡ଼ି ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ ଦେବାକୁ ଲାଗିଲା। ସେ ଜଣେ ସମରୀଣୀୟ ଲୋକ ଥିଲା। ହାଲେଲୁୟା। ପ୍ରଭୁ ତାକୁ ପଚାରିଲେ, ପ୍ରଭୁ ସେହି ସମରୀଣୀୟ ଲୋକକୁ ପଚାରିଲେ, ସେଥିରେ ଯୀଶୁ ଉତ୍ତର ଦେଲେ, 10 ଜଣ କ'ଣ ସୂଚି ହେଲେ ନାହିଁ? ସେ ତେବେ ଆଉ 9 ଜଣ କୁଆଡ଼େ ଗଲେ? 10 ଜଣ ତ ତମେମାନେ ସୂଚି ହେଲ, ତୁମମାନଙ୍କୁ ମୁଁ ଆଉ କହିଥିଲି ତମେ ଯାଅ ଆଉ କାହାକୁ ଯାଜକମାନଙ୍କୁ ଦେଖାଅ ବୋଲି କହିଥିଲି। ସେମାନେ କ'ଣ ସୁସ୍ଥ ହେଇନାହାନ୍ତି? ତୁମେ ଜଣେ ଏକା ପରମେଶ୍ୱରଙ୍କର ଧନ୍ୟବାଦ କରିବାକୁ କ'ଣ ପାଇଁ ଆସିଲ? ଆଉ ସେମାନେ କ'ଣ ଗଲେ ବୋଲି କହିଲାରୁ ସେମାନେ ଆସିନାହାନ୍ତି। ସେଥିରେ ସେଇ ଲୋକ ପ୍ରଭୁଙ୍କୁ ଧନ୍ୟବାଦ ଦେଲା। ତୁମେ ଜଣେ କ'ଣ ଈଶ୍ୱରଙ୍କୁ ମହିମା କରିବାକୁ, ଈଶ୍ୱରଙ୍କୁ ଗୌରବ ଦେବାକୁ ବାଉଡ଼ି ଆସିଲ? ପୁଣି ସେ ତାହାକୁ କହିଲା, ଉଠି ପ୍ରସ୍ଥାନ କର, ତୁମର ବିଶ୍ୱାସ ତୁମକୁ ରକ୍ଷା କଲା। ହାଲେଲୁୟା। ତାର ବିଶ୍ୱାସ କ'ଣ କଲା? ସେ ଲୋକକୁ ରକ୍ଷା କଲା। ସେ ରକ୍ଷା ପାଇବାରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଚରଣ ତଳେ ପଡ଼ି ପ୍ରଭୁଙ୍କୁ ଧନ୍ୟବାଦ କଲା। କୃତଜ୍ଞତା ତାକୁ ଅଛି। ସେ 9 ଜଣଙ୍କୁ କୃତଜ୍ଞତା ନାହିଁ। ଯେଉଁ ଲାଭ ସେମାନେ ପାଇଲେ, ଯେଉଁ ଅନ୍ଧକାରର ସେମାନେ ଥିଲେ, ଯେଉଁ ମାୟାଜାଲରେ ଥିଲେ, ତାହା ସେମାନେ ଆଉ ମନେ ପକାଇଲେ ନାହିଁ ସୁସ୍ଥ ହେବାରୁ। କିନ୍ତୁ ଏଇ ଗୋଟିଏ ଲୋକ, ବିଜାତି ଲୋକ,
परमेश्वर गौरव कला परमेश्वर प्रशंसा कला प्रभु जीशु ख्रीष्ट चरण तले आसिक उबड़ हो प्रभु को धन्यवाद देला। हालेलुया। कारण से जानिला जे मु अंधकार कौन हेली मुक्त हेली मु मृत्यु मु कौन पाइली जीवन पाइली तेणु मु से जीवित परमेश्वर को धन्यवाद देवी बोली से घर को न जाऊनु जीशु चरण तल को आसिक उबुड़ हो प्रणाम कर प्रभु को धन्यवाद देले। हालेलुया। हेले ए जगार आम मूल वाक्य पढ़लु कौन बोली पढ़लु कहले से लिखाई आम को मुक्त करने प्रभु जीशु आम पाप क्षमा करने को आसिले। हालेलुया। से आम मान को मूल वाक्य आम पढ़लु आ कलसी पुस्तक 1 पर्व तार 13 पदर से ए प्रकार लिखाई से आम मान को अंधकार क्षमतारू उद्धार करी आपना प्रेम पात्र पुत्र राज्य को स्थानांतर करी अछंती। हालेलुया। आम कौन करी अछंती तांको प्रेम पात्र पुत्र राज्य को स्थानांतर करी अछंती। ताहांको ठारे आमे माने मुक्ति अर्थात पाप क्षमा पाई अछु। हालेलुया। आमे माने प्रभु जीशु ख्रीष्ट ठारे मुक्ति एवं पाप क्षमा पाई अछु। से मानको प्रभु पाप क्षमा कले से रोग सुस्थ कले तेणु सुस्थ होगा लोक मैंने धन्यवाद कले नहीं किंतु जने सुस्थ हो अच्छे बोल जानिकी से धन्यवाद कला। तेणु सेठी लिखाई आमे मूल वाक्य पढ़लु 1:10 समस्त आत्मिक ज्ञान नथिले आ बुद्धि नथिले प्रभुंकर सर्व प्रकार संतुष्ट करि परिबा नाही। प्रभु को संतुष्ट करने पाई जने मात्र आसिला प्रभु को धन्यवाद देवाई प्रभु को महिमा करने प्रभु को प्रशंसा करने जन केवल बाहुड़ी आसिला किंतु 9 जन आसिले नहीं। मोर प्रिय लोक माने क्यों माने प्रभु को संतुष्ट करि पारिबे बोली कहले आत्मिक ज्ञान बुद्धि प्राप्त लोक माने आत्मिक दान एवं बुद्धि जो मैंने पाई अछंती से मैंने बुद्धि सहित कार्य करेंगे प्रभु को धन्यवाद देवे प्रभु को प्रशंसा करेंगे प्रभुंकर सर्व प्रकार प्रभु को संतुष्ट करने निमंते ताहांकर यज्ञ आचरण करेंगे। हालेलुया। किए जो मैंने यज्ञ ही अछंती जो मैंने मने मंगल दान पाई अछंती तेणु से दाऊद कहती हे मोहर मन सदा प्रभु को धन्यवाद कर ताहांकर मंगल दान सब पासर नाही तांकर मंगल दान सबू पासर नाही से तुमको संपूर्ण आरोग्य देवे संपूर्ण सुस्थता देवे तुम रोग सब सुस्थ करेंगे तुम पाप सब क्षमा करेंगे तेणु तुम्हें तांकर मंगल दान सबू पासर नाही। हे मोर मन से लोक पासरिला नाही तार से एते पर्यंत अंधकार थिला शैतान जाल बंधा थिला ताहाको तांकर निज लोक माने छाड़ी देले निजर समाज छाड़ीदेला निजर कुटुंब छाड़ीदेला कहीं मध्य से लोकर सहित नथिले जमी बाड़ घर द्वार पिला जिला प्रत्येक विषय छाड़िकी से अंधकार रे बिथौला किए देले जदि खाऊला नले नाई से प्रकार परिस्थिति रे से जेते बेले थिला आ जेते बेले से प्रभु जीशु ख्रीष्ट दया रे से सुस्थ हो गला से बाहुड़ी आसी प्रभु जीशु ख्रीष्ट चरण तले पड़ी प्रभुंकर संतोषजनक लोक हो बुद्धि सहित से कार्य कला ज्ञान सहित से कार्य कला। हालेलुया। बुद्धि सहित ज्ञान सहित से कौन कला आत्मिक ज्ञान सहित से कार्य करी प्रभुंकर इष्टजनक लोक हैला। हालेलुया। प्रभुंकर संतुष्ट जनक लोक हो पारला से प्रभुंकर यज्ञ आचरण विषय से समस्त तत्व ईश्वरंकर तत्व ज्ञान रे बढ़ी समस्त तत्व सत्कर्मर फल फलवान है। हालेलुया। तेणु ए जगार लिखाई विशेषकर यज्ञ आचरण करार अच्छी ज्ञान चलबार अच्छी आमे माने परमेश्वरंकर लोक होइतिबारु आमे माने परमेश्वरंकर आत्मिक लोक होइतिबारु आमे माने कौन करिवार अच्छी यज्ञ आचरण करिवार अच्छी। परमेश्वरंकर इच्छा कौन परमेश्वर प्रभु जीशु कौन चाहिए ए 10 जन जाक सुस्थ हूँ 10 जन जाक प्रभुंकर महिमा करंतु।
ହାଲେଲୁୟା। କିନ୍ତୁ 10 ଜଣ ମଧ୍ୟରେ 9 ଜଣ କ'ଣ କଲେ, ନିଜ ନିଜ ଘରକୁ ପଳେଇଲେ। କିନ୍ତୁ ଗୋଟେ ଜଣ କ'ଣ କଲା, ସେ ଜଣେ ପ୍ରଭୁଙ୍କୁ ଧନ୍ୟବାଦ କରିବା ପାଇଁ ବାହୁଡ଼ି ଆସିଲା। ହାଲେଲୁୟା। ତ ସେ ବାହୁଡ଼ି ଆସିକିରି ସେ କ'ଣ କଲା, ତାର ସମସ୍ତ ପରମେଶ୍ୱର କରିଥିବା ସମସ୍ତ ମଙ୍ଗଳ ଦାନକୁ ସେ ଧନ୍ୟବାଦ କରିବା ପାଇଁ, ପ୍ରଭୁଙ୍କୁ ଗୌରବ କରିବା ପାଇଁ, ପ୍ରଭୁଙ୍କୁ ପ୍ରଶଂସା କରିବା ପାଇଁ ସେ ନେଉଟି ଆସିଲା। ହାଲେଲୁୟା। ସେଇ ଲୋକକୁ ପରମେଶ୍ୱର କ'ଣ କରିବେ, ଅନ୍ଧକାରରୁ ମହା ଆଲୋକକୁ କଢ଼େଇ ନେବେ। ହାଲେଲୁୟା। ତ ଏ ଜାଗାରେ ଲେଖା ହେଇଛି, ସେ ଅନ୍ଧକାରରେ ଥିଲା। କେଉଁଠି ଥିଲା? ସେ କୁଷ୍ଠି ରୋଗ ଲୋକ ଅନ୍ଧକାରରେ ଥିଲା, ତାକୁ କେହି ମଧ୍ୟ ରକ୍ଷା କରିପାରୁ ନଥିଲେ। କେହି ବି ଛୁଁ ନଥିଲେ, ଛୁଇଁଲେ ସେ ରୋଗ ଆଉ ସେମାନଙ୍କୁ ଲାଗିଯିବ। ତେଣୁ କେହି ମଧ୍ୟ ଆଉ କ'ଣ କରୁଥିଲେ ନା, ସେ ଲୋକକୁ ଛୁଇଁବାକୁ ଇଚ୍ଛା କରୁ ନଥିଲେ। ତେଣୁ ସେମାନେ ବହୁତ ଦୁଃଖରେ ଥିଲେ, ବହୁତ କଷ୍ଟରେ ଥିଲେ। ତ ଏ ଜାଗାରେ ପ୍ରଭୁ ଯୀଶୁ ଆସିବା ପରେ, ପ୍ରଭୁ ଯୀଶୁ ତାଙ୍କୁ ଦୟା କରିବା ପରେ, ସେମାନେ ଦୀପ୍ତିକୁ ଆଉ ଦର୍ଶନ କଲେ। ହାଲେଲୁୟା। ଆଲୋକର ଦର୍ଶନ କଲେ, ସେମାନଙ୍କ ଜୀବନର ଆଲୋକ ଆସିଲା। ତେଣୁ ସେ କହୁଛନ୍ତି, ଯେଉଁମାନେ ସଦାପ୍ରଭୁଙ୍କର ଇଷ୍ଟଜନକ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କୁ ସନ୍ତୁଷ୍ଟ କରନ୍ତି, ଯେଉଁମାନେ ତାଙ୍କର ସେ ସତ୍କର୍ମର ଫଳରେ ସେମାନେ ଚାଲନ୍ତି, ସତ୍କର୍ମ ଫଳ ସେମାନେ ପଳନ୍ତି, ସେମାନେ ଆଉ କ'ଣ ହେବେ ବୋଲି କହିଲେ, ପରମେଶ୍ୱରଙ୍କର ରାଜ୍ୟର ଅଂଶୀଦାର ହେଇପାରିବେ। ପରମେଶ୍ୱରଙ୍କର ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମମାନଙ୍କୁ ଯଜ୍ଞ କରିଅଛନ୍ତି। ହାଲେଲୁୟା। ସାଧୁମାନଙ୍କର ଯଜ୍ଞ ହେବା ନିମନ୍ତେ, ସାଧୁମାନେ ଯେଉଁ ଜାଗାରେ ଅଛନ୍ତି ସେ ଜାଗାରେ ତୁମେମାନେ ମଧ୍ୟ ରହିବା ନିମନ୍ତେ ପ୍ରଭୁ କ'ଣ କରିଅଛନ୍ତି, ତୁମମାନଙ୍କୁ ଯଜ୍ଞ କରିଅଛନ୍ତି। 9 ଜଣ ଯଜ୍ଞ ହେଇପାରିଲେ ନାହିଁ। 9 ଜଣ ସୁସ୍ଥତା ପାଇଲେ, ଭଲ ହେଲେ, ପ୍ରଭୁଙ୍କୁ ମହିମା କଲେ ନାହିଁ, ପ୍ରଭୁଙ୍କୁ ଗୌରବ କଲେ ନାହିଁ, କିନ୍ତୁ ତାଙ୍କ ଘରକୁ ପଳେଇଲେ। କିନ୍ତୁ ଜଣେ ମାତ୍ର ଯଜ୍ଞ ହେଇପାରିଲା। ହାଲେଲୁୟା। ସେ ଜଣେ ଯଜ୍ଞ ହେଇ ପ୍ରଭୁଙ୍କ ନିକଟକୁ ଆସିକରି ପ୍ରଭୁଙ୍କୁ ଧନ୍ୟବାଦ ଦେଲା। ସେଇ ଲୋକକୁ ପ୍ରଭୁ କ'ଣ କରିବେ, ସାଧୁମାନଙ୍କର ତାଲିକାରେ, ସାଧୁମାନଙ୍କର ସହଭାଗିତାରେ ତାଙ୍କୁ ଯଜ୍ଞ କରାଇବେ। ହାଲେଲୁୟା। ଯଜ୍ଞ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ କର। ତାହାଙ୍କୁ ଆନନ୍ଦ ସହିତ ଏ ଯଜ୍ଞ ଲୋକ ଯେ କି ପ୍ରଭୁଙ୍କର ଧନ୍ୟବାଦ କରିବା ପାଇଁ ଲେଉଟି ଆସିଲା, ବା ଯେ କି ପ୍ରଭୁଙ୍କୁ ଧନ୍ୟବାଦ କରିବା ବାହୁଡ଼ି ଆସିଲା, ସେଇ ଲୋକ ଯଜ୍ଞ ଲୋକ ସେ। ହାଲେଲୁୟା। ସେ ପ୍ରଭୁଙ୍କୁ ଧନ୍ୟବାଦ କରିବା ପାଇଁ ବାହୁଡ଼ି ଆସିକିରି ସେ କ'ଣ କଲା, ଆନନ୍ଦରେ ଧନ୍ୟବାଦ କଲା। ପ୍ରେଜ୍ ଦ ଲର୍ଡ। କେମିତି କଲା? ଆନନ୍ଦରେ ଧନ୍ୟବାଦ କଲା। ସେ କ'ଣ କଲା, ସେ ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା। ସେ ଜଣେ ବିଜାତି ଲୋକ, ସେ ଜଣେ ସମୀରଣୀୟ ଲୋକ। ଖ୍ରୀଷ୍ଟିଆନ ଲୋକମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେବେ ନାହିଁ। ଖ୍ରୀଷ୍ଟିଆନ ଲୋକମାନେ ଠିକ୍ ସେ ଆତ୍ମିକ ଫଳ ପଳିବେ ନାହିଁ। ମାତ୍ର ବିଜାତି ଲୋକମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛନ୍ତି। ବିଜାତି ଲୋକମାନେ ପ୍ରଭୁଙ୍କୁ ଗୌରବ ଦେଉଛନ୍ତି। ବିଜାତି ଲୋକମାନଙ୍କ ପାଖରେ ପ୍ରଭୁ ଭୟ ଅଛି, ଯାହାକି କର୍ଣ୍ଣେଲିୟଙ୍କ ଜୀବନରେ ଥିଲା। ତାଙ୍କ ସବୁ ପରିବାର ପ୍ରଭୁଙ୍କୁ ଧନ୍ୟବାଦ ଦେଉଥିଲେ, ସବୁ ପରିବାର ପ୍ରଭୁଙ୍କର ଗୌରବ ପ୍ରଶଂସା କରୁଥିଲେ। କର୍ଣ୍ଣେଲିୟ ପ୍ରଭୁଙ୍କର ସେବା ପାଇଁ ଅନେକ ଦାନ ଦଶମାଂଶ ଗୁଡ଼ାକ ଦେଉଥିଲେ। ପ୍ରଭୁଙ୍କ ସେବା ପାଇଁ ସ୍ୱେଚ୍ଛା ଦାନ ଦେଉଥିଲେ। ପ୍ରଭୁଙ୍କ ରାଜ୍ୟ ପାଇଁ ସେ ବହୁତ କଷ୍ଟ ପଡ଼ିଥିଲେ। ତାଙ୍କ ସର୍ବସ୍ୱ ଦାନ ଦେଉଥିଲେ। ସେ ଦାନ ଗୁଡ଼ାକ ପରମେଶ୍ୱରଙ୍କ ପାଖକୁ ଧନ୍ୟବାଦ ସ୍ମରଣାର୍ଥକ ବଳି ସ୍ୱରୂପେ ଉର୍ଦ୍ଧ୍ୱକୁ ଉଠିଥିଲା। କାହାର? କର୍ଣ୍ଣେଲିୟଙ୍କର। ହାଲେଲୁୟା। এই ବିଜାତି ଲୋକ ମଧ୍ୟ କ'ଣ କଲା, ପ୍ରଭୁଙ୍କୁ ଧନ୍ୟବାଦ କରିବା ପାଇଁ ତାଙ୍କ ଚରଣ ତଳେ ପଡ଼ିଗଲା। ହାଲେଲୁୟା। ସେଇ ଲୋକକୁ ଯଦି ପ୍ରଭୁ ଗ୍ରହଣ କରିବେ ନା, କାହାକୁ ଗ୍ରହଣ କରିବେ? ହାଲେଲୁୟା। ଯେଉଁମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଉନାହାନ୍ତି, ସେମାନେ ଖ୍ରୀଷ୍ଟିଆନ ହେଲେ ସୁଦ୍ଧା, ସେମାନେ ଜିହୁଦୀ ହେଲେ ସୁଦ୍ଧା ପ୍ରଭୁଙ୍କୁ ଧନ୍ୟବାଦ କରିବାକୁ ଭୁଲି ଯାଇଛନ୍ତି, ସେମାନେ ଦଣ୍ଡର ପାତ୍ର। ସେମାନେ ଅନୁତାପ ନ କରିବା ପର୍ଯ୍ୟନ୍ତ, ସେମାନେ ଦଣ୍ଡ ପାଇକରି ଅନୁତାପ ନ କରିବା ପର୍ଯ୍ୟନ୍ତ ପ୍ରଭୁ ତାଙ୍କୁ ଦୟା କରିବେ ନାହିଁ। କିନ୍ତୁ ଯେ ଦୟାପ୍ରାପ୍ତ ହେଲା, ସେ ଦୟାପ୍ରାପ୍ତ ହେଇଥିବାର ପ୍ରଭୁଙ୍କୁ ଧନ୍ୟବାଦ କରିବା ପାଇଁ ସେ ବାହୁଡ଼ି ଆସିଲା। ହାଲେଲୁୟା।
ସେଥିପାଇଁ ସେ ଆନନ୍ଦରେ ପ୍ରଭୁଙ୍କୁ ଧନ୍ୟବାଦ କରିପାରିଲା। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ଆଜି ଆମେ ଆନନ୍ଦରେ ପ୍ରଭୁଙ୍କୁ ଧନ୍ୟବାଦ କେବେ କରିଛୁ? ଟିକେ ମନେ ପକାଅ। ଆପଣମାନେ ଖ୍ରୀଷ୍ଟିଆନ ହେବା ଦିନଠାରୁ କେତେଥର ପ୍ରଭୁଙ୍କୁ ଆନନ୍ଦରେ ଧନ୍ୟବାଦ ଦେଲ, ଖୁସିରେ ଧନ୍ୟବାଦ ଦେଲ? ପ୍ରଭୁ ତୁମକୁ କରିଥିବା ମଙ୍ଗଳ ଦାନ ନିମନ୍ତେ କେବେ ତୁମେ ପ୍ରଭୁଙ୍କୁ ଧନ୍ୟବାଦ ଦେଲ? କେତେବେଳେ ଦେଖିଲେ ମଧ୍ୟ ଜାଗତିକ ବିଷୟ, ଜାଗତିକ ଚିନ୍ତା, ଜାଗତିକ ବିଷୟରେ ତୁମେ ଆସକ୍ତ ହୋଇ ତୁମର ପିଲା ଜିଲ୍ଲା, ଘର ଦ୍ୱାର, ଜମିବାଡ଼ ବିଷୟରେ ମାତି ଯାଇକି କଥା କହିଲେ, ଭାଇ ପ୍ରାର୍ଥନା ବସିଲ କି ଭାଇ ପ୍ରଭୁଙ୍କର ବାକ୍ୟ ଶୁଣିଲ କି କହିଲେ, ଆଜିକାଲି ମୋତେ ଟାଇମ୍ ନାହିଁ ଆଜ୍ଞା, ଆଜିକାଲି ମୋତେ ବାଇବେଲ ପଢ଼ିବାକୁ ଟାଇମ୍ ହେଉନାହିଁ, ପ୍ରାର୍ଥନା କରିବାକୁ ଟାଇମ୍ ହେଉନାହିଁ, ପ୍ରଭୁଙ୍କର ବାକ୍ୟ ଦେଖିବାକୁ ଟାଇମ୍ ହେଉନାହିଁ। ମାତ୍ର ସବୁ ପାଇଁ ମାତ୍ର ଟାଇମ୍ ହେଉଛି ଆଜ୍ଞା, ସବୁ ପାଇଁ ଟାଇମ୍ ହେଉଛି, ବାଇବେଲ ପଢ଼ିବା ପାଇଁ ଟାଇମ୍ ନାହିଁ। ସବୁ ପାଇଁ ଟାଇମ୍ ହେଉଛି, ପ୍ରାର୍ଥନା କରିବାକୁ ଟାଇମ୍ ନାହିଁ। ପ୍ରଭୁଙ୍କୁ ମାତ୍ର ସମୟ ଦେବାକୁ ଟାଇମ୍ ନାହିଁ ସିନା, ଜାଗତିକ ବିଷୟ ଯେତେ କରିବାକୁ ହେଲେ ମୋତେ ଟାଇମ୍ ଅଣ୍ଟୁ ନାହିଁ ଆଜ୍ଞା, ମୋତେ ସମୟ ଅଣ୍ଟୁ ନାହିଁ। ମୁଁ ଜାଗତିକ ବିଷୟ କରିବା ପାଇଁ କାମ ଦାମରେ ଏତେ ମାତି ଯାଇଛି ଆଜିକାଲି, ଆଉ ଗୋଟେ ମିନିଟ୍ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେବାକୁ ମୋତେ ସମୟ ନାହିଁ ବୋଲି କହିବା ଖ୍ରୀଷ୍ଟିଆନ ଲୋକମାନଙ୍କୁ ଲଜ୍ଜା ଦେବା ପାଇଁ ମୁଁ ଏ କଥା କହୁଛି। ତୁମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ'ଣ ପାଇଁ ବିଶ୍ୱାସ କରିଛ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ କ'ଣ ପାଇଁ ତୁମେମାନେ ବିଶ୍ୱାସ କରିଛ? ତାହାଙ୍କ ସ୍ୱର୍ଗ ରାଜ୍ୟରେ ଯିବାର ଅଛି ବୋଲି କହିଲେ ତାଙ୍କର ଯଜ୍ଞ ଆଚରଣ ହେବାର ଅଛି, ତାଙ୍କର ଯଜ୍ଞ ଆଚରଣ କରିବାର ଅଛି, ସମସ୍ତ ଜ୍ଞାନ, ସମସ୍ତ ବୁଦ୍ଧିର ସହିତ କାର୍ଯ୍ୟ କରିବାର ଅଛି। ମୋର ପ୍ରିୟ ଲୋକମାନେ, ଯେ ପ୍ରକାର ଏହି ସମରଣୀୟ ଲୋକ କରିପାରିଲା, ଯେ ପ୍ରକାର ଏହି ସମରଣୀୟ ବିଜାତି ଲୋକ କରିକିରି ପ୍ରଭୁଙ୍କୁ ଧନ୍ୟବାଦ ଦେବା ମୋତେ ବାଉଡ଼ି ଆସିଲା, ସେହି ପ୍ରକାର ଆମେ କରିବାକୁ ପଡ଼ିବ। ହାଲେଲୁୟା। ଆମେ ଜଣେ ବିଜାତି ଲୋକ ସହିତ ମଧ୍ୟ ତୁଳନା ହେଇପାରିନୁ। ଆମମାନଙ୍କ ଜୀବିତ ପରମେଶ୍ୱରଙ୍କୁ ଆମେ ପାଇକି ସୁଦ୍ଧା ଆମେ ଜାଗତିକ ବିଷୟରେ ମାତି ଯାଉଛୁ। ଆମକୁ ଲଜ୍ଜା ନାହିଁ କି? ଆମମାନଙ୍କ ମୁହଁରେ ଟିକେ ଲଜ୍ଜା ନାହିଁ? ବିଜାତି ଲୋକମାନେ ତାଙ୍କର ଦେବତାମାନଙ୍କୁ ବହୁତ ଇଷ୍ଟଜନକ ଭାବରେ, ବହୁତ ନିଷ୍ଠା ସହିତ ସେମାନେ ପୂଜା କରିବେ। ଆମ ପ୍ରଭୁଙ୍କୁ କେବେ ହେଲେ ଆମେ ଆନନ୍ଦ ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦେଲୁ କି? ଆନନ୍ଦ ସହିତ ପ୍ରଭୁଙ୍କୁ କେବେ ହେଲେ ମଧ୍ୟ ସ୍ତୁତି ବନ୍ଦନା କଲୁ କି? ପ୍ରଭୁଙ୍କ ପାଇଁ ଗୋଟେ ଗୀତ ଲେଖିଲୁ କି? ପ୍ରଭୁଙ୍କ ପାଇଁ ଗୋଟେ କୌଣସି ଗୋଟେ ମାନେ ବିଷୟବସ୍ତୁ କରିଲୁ କି? ପ୍ରଭୁଙ୍କ ପାଇଁ କିଛିଟା କିଛି କରିଛୁ କି? ଆମେ ପ୍ରଭୁ ଆମକୁ ଦେଇଥିବା ସନ୍ତାନ ସନ୍ତତି ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲୁ କି? ପ୍ରଭୁ ଆମକୁ ଦେଇଥିବା ଉତ୍ତମ ସ୍ତ୍ରୀ ଯେ ପାଇଅଛି, ସେ ଉତ୍ତମ ବସ୍ତୁ ପାଇଅଛି ବୋଲି ବାକ୍ୟ ଲେଖା ହେଇଛି। ତୁମକୁ ପରମେଶ୍ୱର ଉତ୍ତମ ସ୍ତ୍ରୀକୁ, ଗୁଣବତୀ ସ୍ତ୍ରୀକୁ ଦେବାରୁ ତୁମେମାନେ କେବେ ହେଲେ ପ୍ରଭୁଙ୍କୁ ଧନ୍ୟବାଦ ଦେଲ କି? ଗୁଣବତୀ ସ୍ତ୍ରୀ ଦେଲା ପରେ ଗୁଣବତୀ ପିଲାମାନଙ୍କୁ ମଧ୍ୟ, ଗୁଣବାନ ପିଲାମାନଙ୍କୁ ମଧ୍ୟ ପ୍ରଭୁ ଦେଉଛନ୍ତି। ଭଲ ଘର ଦ୍ୱାର, ଗାଡ଼ି ଘୋଡ଼ା ସବୁ ହେଇଗଲା ପରେ ପ୍ରଭୁଙ୍କର ବିଷୟ ଭୁଲି ଯାଉଛ। ତୁମମାନଙ୍କୁ କ'ଣ କରିବାର ଅଛି ବୋଲି କହିଲେ, ସେ କୁଷ୍ଠ ରୋଗୀମାନେ ଯେଉଁ ଜାଗାରେ ଯାଇକରି ରହୁଥିଲେ ସେ ଜାଗାରେ ପକାଇ ଦେବାର ଅଛି। ସେ ଜାଗାରେ ପୁନର୍ବାର ତୁମମାନଙ୍କୁ ସେ ଜାଗାକୁ ଖେଦିଦେଲେ ତୁମେ ଜାଣିବ ସେତେବେଳେ। ହାଲେଲୁୟା। ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ମୁଁ ତୁମକୁ ଲଜ୍ଜା ଦେବା ପାଇଁ ଏ କଥା କହୁନାହିଁ। ତୁମମାନେ ମନ ପରିବର୍ତ୍ତନ କର, ପ୍ରଭୁଙ୍କ ପାଇଁ ସମୟ ଦିଅ। ପ୍ରଭୁ ତୁମକୁ କେତେ ସମୟ ଦେଉଛନ୍ତି, ତହିଁ ମଧ୍ୟରୁ ଅଧଘଣ୍ଟାଟି ପ୍ରଭୁଙ୍କୁ ଦିଅ। ଅଧଘଣ୍ଟାଟି ଯଦି ତୁମ ପ୍ରଭୁଙ୍କୁ ଦେବ, ତାହେଲେ ତୁମ ପାଇଁ ପ୍ରଭୁ ବହୁତ ବିଷୟରେ ଆଶୀର୍ବାଦ କରିବେ। ଯେ ଅଳ୍ପର ବିଶ୍ୱସ୍ତ, ତାକୁ ବହୁତ ବିଷୟରେ ପ୍ରଭୁ ଆଶୀର୍ବାଦ କରିବେ। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ କ'ଣ କରିଛନ୍ତି? ଆମମାନଙ୍କୁ ତାହାଙ୍କର ପ୍ରେମକାରୀ ପୁତ୍ରଙ୍କ ରାଜ୍ୟକୁ ଆମକୁ ସ୍ଥାନାନ୍ତରିତ କରୁଅଛନ୍ତି। ତାହାଙ୍କର ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମମାନଙ୍କୁ ଚଳାଇବା ପାଇଁ, ତାହାଙ୍କର ଅନୁଗ୍ରହ ଦାନରେ ଆମମାନଙ୍କୁ ଭରପୁର କରିଅଛନ୍ତି। ତାହାଙ୍କର ଆତ୍ମିକ ଜ୍ଞାନ, ତାହାଙ୍କର ଧୈର୍ଯ୍ୟ, ତାହାଙ୍କର ସହିଷ୍ଣୁତା, ତାହାଙ୍କର ପରାକ୍ରମ ବିଷୟ ଆମମାନଙ୍କୁ ଦେଇଛନ୍ତି। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଜି ଆମମାନଙ୍କୁ ପରମେଶ୍ୱର କଥା କହିବାକୁ ଯାଉଅଛନ୍ତି। ଆମମାନଙ୍କ ପରମେଶ୍ୱର କୌଣସି ପଥର ନୁହେଁ, କୌଣସି କାଠ ନୁହେଁ, କୌଣସି ପ୍ରତିମା ନୁହେଁ। ଆମମାନଙ୍କ ପରମେଶ୍ୱର ଜୀବିତ ପରମେଶ୍ୱର। ଆମମାନଙ୍କ ପରମେଶ୍ୱର ଅନାଦି ଅନନ୍ତ ପରମେଶ୍ୱର, ସ୍ୱର୍ଗୀୟ ଶାଶ୍ୱତ ପରମେଶ୍ୱର, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା ପରମେଶ୍ୱର। ସେ ଯାହାକୁ ଦୟା କରିବେ ତାହାକୁ ଦୟା କରିବେ, ଯାହାର ହୃଦୟ କଠିନ କରିବେ ତାହାର ହୃଦୟ କଠିନ ହେଇଯିବ। ଯାହାକୁ ବିନଷ୍ଟ କରିବାକୁ ପରମେଶ୍ୱର ଚାହିଁବେ, ସେ ବିନଷ୍ଟ ହେଇଯିବ। ହାଲେଲୁୟା। ମାତ୍ର ତୁମେ ମୁଁ ଧନ୍ୟ, ତୁମେ ମୁଁ ଧନ୍ୟ। ମୋର ପ୍ରିୟ ଲୋକମାନେ, ଆମେମାନେ ଜୀବିତ ପରମେଶ୍ୱରଙ୍କୁ ପାଇଅଛୁ।
ଜୀବିତ ପରମେଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ। ଆପଣମାନେ ଜାଣିପାରୁନାହାନ୍ତି। ଆପଣମାନଙ୍କର ସମୟକୁ ନଷ୍ଟ କରୁଅଛନ୍ତି। ଆପଣମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରୁଅଛନ୍ତି। ପ୍ରଭୁ କହୁଅଛନ୍ତି ଯେଉଁମାନେ ସତ୍କର୍ମରେ ଫଳବାନ ହେବେ, ହାଲେଲୁୟା, ସମସ୍ତ ସତ୍କର୍ମରେ ଫଳବାନ ହୁଏ ସେ ଲୋକ ଧନ୍ୟ। ହାଲେଲୁୟା। ଈଶ୍ୱରଙ୍କ ତତ୍ତ୍ୱଜ୍ଞାନ ପାଇକରି ସମସ୍ତ ସତ୍କର୍ମରେ ଫଳବାନ ହେବାକୁ ପଡ଼ିବ। ସେଇ ଲୋକ ଧୈର୍ଯ୍ୟ ପାଇବ। ହାଲେଲୁୟା। ସେଇ ଲୋକ ଧୈର୍ଯ୍ୟଶୀଳ ପରମେଶ୍ୱରଙ୍କ ଲୋକମାନେ, ସେମାନେ ହେଉଛନ୍ତି ଧୈର୍ଯ୍ୟଶୀଳ ଲୋକମାନେ। ସେମାନେ ଯଜ୍ଞ ଆଚରଣ କରିବା ଲୋକମାନେ, ସେମାନେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଲୋକମାନେ, ସେମାନେ ସାଧୁମାନଙ୍କ ସହିତ ଯଜ୍ଞ ହେବା ଲୋକମାନେ। ସେମାନେ ହାଲେଲୁୟା। ସେମାନଙ୍କୁ ସହିଷ୍ଣୁତା ଅଛି ସେମାନଙ୍କ ଠାରେ। ପରମେଶ୍ୱରଙ୍କ ଗୌରବ କରିବାର ଗୁଣ ଅଛି ସେମାନଙ୍କ ଠାରେ। ଖ୍ରୀଷ୍ଟିଆନ ଲୋକମାନେ ଆମମାନଙ୍କୁ ଅଛି ନା ସେ ଗୁଣ? ପରମେଶ୍ୱରଙ୍କୁ ଗୌରବ କରିବା ଗୁଣ ଆମକୁ ଅଛି କି? ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଗୁଣ ଆମକୁ ଅଛି କି? ଆମମାନଙ୍କୁ ଏମିତିକାର ଗୁଣ ଅଛି ଯେ ଜାଗତିକ ଗୁଣ, ଜାଗତିକ କାମାଭିଳାଷ, ଜାଗତିକ କୁଅଭିଳାଷ, କୁଚିନ୍ତା, କୁକଳ୍ପନା, ଏଗୁଡ଼ାକ ମନୁଷ୍ୟକୁ କ'ଣ କରିବ? ନଷ୍ଟ କରିଦେବ। ମୋର ପ୍ରିୟ ଲୋକମାନେ, ଆପଣମାନେ ପ୍ରଭୁଙ୍କ ଲୋକ ହେଇକରି ପ୍ରଭୁଙ୍କୁ ଦୁଃଖ ଦିଅନ୍ତୁ ନାହିଁ। ପ୍ରଭୁ ଆମମାନଙ୍କ ପାଇଁ କେତେ ଦୁଃଖ ସହିଛନ୍ତି ଆପଣ ଟିକେ ମନେ ପକାନ୍ତୁ। ପ୍ରଭୁ ଆମମାନଙ୍କୁ ଏତେ ଆଶ୍ଚର୍ଯ୍ୟ ଭାବରେ ତିଆରି କରିଅଛନ୍ତି, ଟିକେ ମନେ ପକାନ୍ତୁ। ଆକାଶ ମଣ୍ଡଳ ପ୍ରଭୁଙ୍କର ଗୌରବ କରୁଅଛି। ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ ପରମେଶ୍ୱରଙ୍କର ଗୌରବ କରୁଅଛନ୍ତି। ଏ ବିଶ୍ୱ ବ୍ରହ୍ମାଣ୍ଡ ପରମେଶ୍ୱରଙ୍କର ଧନ୍ୟବାଦ କରୁଅଛନ୍ତି। ଆମେମାନେ ପରମେଶ୍ୱରଙ୍କ ଲୋକ ହେଇ ପ୍ରଭୁଙ୍କୁ ଧନ୍ୟବାଦ କରିବା ନାହିଁ କି? ମୋର ପ୍ରିୟ ଲୋକମାନେ, ପ୍ରଭୁ କହୁଛନ୍ତି 10 ଜଣ ତ ସୁସ୍ଥ ହେଲ, ଆଉ 9 ଜଣ କାହାନ୍ତି? ତମେ ଜଣେ କ'ଣ ବାହୁଡ଼ି ଆସିଲ ପରମେଶ୍ୱରଙ୍କୁ ଗୌରବ କରିବା ପାଇଁ? ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁ ତୁମମାନଙ୍କର ବିଶ୍ୱାସ ଅନୁସାରେ ତୁମମାନଙ୍କୁ ସୁସ୍ଥ କରିବେ। ତୁମମାନଙ୍କ ବିଶ୍ୱାସ ଅନୁସାରେ ତୁମକୁ ଆତ୍ମିକ ଦାନ ଦେବେ। ତୁମମାନଙ୍କର ବିଶ୍ୱାସ ଅନୁସାରେ ତୁମମାନଙ୍କର ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ। ତୁମମାନଙ୍କର ବିଶ୍ୱାସ ଉପରେ ତୁମମାନଙ୍କର ଆତ୍ମିକ ଜୀବନ ଆଧାରିତ। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଆପଣମାନଙ୍କ ଜୀବନର କାର୍ଯ୍ୟକାରୀ ହେଉଛି ବୋଲି ମୁଁ ଆଶା କରୁଅଛି। ଆମେମାନେ ପରମେଶ୍ୱରଙ୍କୁ କେବେ ହେଲେ ମଧ୍ୟ ଚିନ୍ତା କରିବା, ଆମେ ଏତେ ଦିନ ହେଲା ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ଏତେ ବର୍ଷ ହେଲା ଆମେ ବାପ୍ତିସ୍ମ ନେଇକରି, ଏତେ ବର୍ଷ ହେଲା ଆମେ ପ୍ରଭୁଙ୍କୁ କେତେ ଥର ପ୍ରଭୁଙ୍କୁ ଧନ୍ୟବାଦ ଦେଇଛୁ, କେତେ ଥର ପ୍ରଭୁଙ୍କ ପାଇଁ କାର୍ଯ୍ୟ କରୁଛୁ, ପ୍ରଭୁଙ୍କ ପାଇଁ କିଛି ନା କିଛି କରିଛୁ, କେତେ ଥର ଆମେ ପ୍ରଭୁଙ୍କୁ କିଛି ନା କିଛି ସମୟ ଦେଇଛୁ, ପ୍ରଭୁଙ୍କୁ ଆମେ କେତେ ଥର ସନ୍ତୁଷ୍ଟ କରିଛୁ। ନିଜକୁ ନିଜେ ଆମେ ପରୀକ୍ଷା କରିବା, ନିଜକୁ ନିଜେ ବିବେଚନା କରିବା, ଚିନ୍ତା କରିବା, ପ୍ରଭୁ ମୁଁ ତୁମକୁ ସବୁଦିନ ଦୁଃଖ ଦେଉଛି, ପ୍ରଭୁ ମୋର ଦୁଃଖକୁ ତୁମେ ଆନନ୍ଦରେ ପରିଣତ କର, ମୋର ପାପକୁ କ୍ଷମା କର, ମୋର ରୋଗକୁ ସୁସ୍ଥ କର। ପ୍ରଭୁ ମୁଁ ତୁମ ଚରଣାଗତ ଅଛି, ମୋତେ ତୁମର ସେ ଅନୁଗ୍ରହରେ ପରିପୂର୍ଣ୍ଣ କର। ତୁମ ଦୟାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କର। ଆମେ ଯଦି ଭଙ୍ଗା ଅନ୍ତଃକରଣରେ ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଅନ୍ତଃକରଣ ସହିତ ତୁମ ପିତା ପରମେଶ୍ୱରଙ୍କୁ ତୁମେ ଯଦି ଧନ୍ୟବାଦ ଦେବ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ, ତାଙ୍କ ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରାଜ୍ୟକୁ ତୁମକୁ ସ୍ଥାନାନ୍ତର କରିବା ପାଇଁ, ତାହାଙ୍କ ସାଧୁମାନଙ୍କ ସହିତ ତୁମକୁ ଯଜ୍ଞ କରିବା ପାଇଁ ପ୍ରଭୁ ତୁମମାନଙ୍କୁ ଏମିତିକାର ଗୋଟେ ଦିନ ରଖିଅଛନ୍ତି। ସେହି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଅନନ୍ତ ରାଜ୍ୟର ଅଧିକାର କରାଇବା ପାଇଁ ଯଜ୍ଞ କରିଅଛନ୍ତି। ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ତୁମମାନଙ୍କ ପାଇଁ ପ୍ରଯୁଜ୍ୟ ଅଛି ବୋଲି ମୁଁ ଆଶା କରୁଅଛି। ଆପଣମାନେ ସଦାସର୍ବଦା ପ୍ରଭୁଙ୍କଠାରେ ଲାଗି ରୁହନ୍ତୁ। ପ୍ରଭୁ ଆମମାନଙ୍କ ପାଇଁ କ'ଣ କରିଅଛନ୍ତି ତାହା ଟିକେ ବିବେଚନା କର। ଆମମାନଙ୍କ ପାଇଁ ପ୍ରଭୁ କ'ଣ ଦେଇଅଛନ୍ତି, କ'ଣ କରିଅଛନ୍ତି ତାହା ଟିକେ ବିବେଚନା କର। ତାହେଲେ ତୁମେ ବୁଦ୍ଧିରେ, ଜ୍ଞାନରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କର ଯଜ୍ଞ ଆଚରଣ କରିବ। ପ୍ରଭୁ ତୁମକୁ ଆଉ ତୁମ ପରିବାରକୁ, ତୁମ ମଣ୍ଡଳୀକୁ ସଦାସର୍ବଦା ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରି ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର ଆମମାନଙ୍କୁ ଦୟାକର, ଅନୁଗ୍ରହ କର। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ, ସେଥିପାଇଁ ସାହାଯ୍ୟ କର।
ତୁମ ଅନୁଗ୍ରହରେ ପ୍ରଭୁ ସମସ୍ତଙ୍କୁ ତୁମେ କଡ଼େଇ ନିଅ ବୋଲି ମହିମା ଗୌରବ ପ୍ରଶଂସା ପୂଜା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ। ଆମେନ୍। ପ୍ରେଜ୍ ଦ ଲର୍ଡ।